ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ବେରୁଆଁବାରି ଓ ସିଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯାଇଛି। ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ସମଗ୍ର ରାଜ୍ୟରେ ପରିକ୍ରମା କରିବା ସହ ଗ୍ରାମର ପ୍ରତ୍ୟେକ ଶ୍ରଦ୍ଧାଳୁ ଭକ୍ତଙ୍କ ଘରୁ ମୁଠିଏ ଚାଉଳ ଏବଂ ଗୋଟିଏ ଗୁଆ ସଂଗ୍ରହ କରାଯାଉଛି। ଏହି ଅବସରରେ ବେରୁଆଁବାରି ପଞ୍ଚାୟତରେ ବେରୁଆଁବାରି ମହାମାୟା ମନ୍ଦିର ଠାରେ ଜଗନ୍ନାଥ ଅର୍ପଣ ରଥକୁ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରଥମେ ସରପଞ୍ଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ କେଦାର ସେଠୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଚାଉଳ ଓ ଗୁଆ ଅର୍ପଣ କରିଥିଲେ। ପରେ ଜଗନ୍ନାଥ ଅର୍ପଣ ରଥ ଗ୍ରାମର ସବୁ ସାହି ପରିକ୍ରମା କରିଥିଲା। ସେହିପରି ହରିପୁର ପଞ୍ଚାୟତର ଗଡ଼ଚଣ୍ଡୀ ଠାକୁରାଣୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇ ବଡ଼ ଧୁମଧାମରେ ବାଜା ବାଣ ଫୁଟାଇ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀମାନେ ପରିକ୍ରମା ରଥକୁ ଭାବମୟ ପରିବେଶ ମଧ୍ୟରେ ସ୍ୱାଗତ କରିଥିବା ବେଳେ ସିଙ୍ଗାରପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ବେହେରାଙ୍କ ଉପସ୍ଥିତିରେ ସିଙ୍ଗାରପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୀଠରେ ଭେରି ତୁରୀ ମୃଦଙ୍ଗ ଓ ଝାଞ୍ଜ ବଜାଇ ହରିନାମ ସଂକୀର୍ତ୍ତନ ସହିତ ଜୟ ଜଗନ୍ନାଥ ଅର୍ପଣ ରଥକୁ ପୂଜା ଅର୍ଚ୍ଚନା କରାଯିବା ପରେ ଅର୍ପଣ ରଥ ବିଭିନ୍ନ ସାହି ପରିକ୍ରମା କରିଥିଲା। ବେରୁଆଁବାରି, ସିଙ୍ଗାରପଲ୍ଲୀ ଏବଂ ହରିପୁର ପଞ୍ଚାୟତର ଜଗନ୍ନାଥ ଅର୍ପଣ ରଥର ପୂଜା ଅର୍ଚ୍ଚନା ଓ ସାହି ପରିକ୍ରମା କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା, ମିଶନ ଶକ୍ତି ମହିଳାଙ୍କ ସମେତ ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ନୋଡାଲ ଅଫିସର ଭାବରେ ଯନ୍ତ୍ରୀ ନେତ୍ରାରଞ୍ଜନ ମିଶ୍ର, ପଞ୍ଚାନନ ବିଷୟୀ ଏବଂ ନୂଆଗାଁ ବ୍ଲକ ଏପିଓ ଅମରେନ୍ଦ୍ର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମବାସୀ ଜଗନ୍ନାଥ ଅର୍ପଣ ରଥର ପୂଜାର୍ଚ୍ଚନା କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ମୁଠାଏ ଚାଉଳ, ଗୋଟାଏ ଗୁଆ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।